ସିଏ ଯେତେବେଳେ ସୁଇସାଇଡ୍ କରିବାକୁ ଯାଉଥିଲେ ଗାଡ଼ି ଆଗକୁ ଯାଉଥିଲେ ମୁଁ ତାଙ୍କୁ ଅଟକେଇଥିଲି। ସେମାନଙ୍କୁ କହିବି କ'ଣ, ଏମିତି ମୋ ଭଳିଆ ଅନ୍ଧ ଭଳିଆ ଭଲ ପାଆନ୍ତୁନି ଆଉ କାହାକୁ, କାହିଁକି ନା ମୁଁ ଏତେ ଭଲ ପାଉଥିଲି, ମୋତେ ସେ ଛାଡ଼ିକି ଚାଲିଗଲେ। ନମସ୍କାର ସବୁ ଭାଇ ଭଉଣୀମାନଙ୍କୁ ଆଉ ଛୋଟ ଭାଇ ଭଉଣୀମାନଙ୍କର ମୋର ସ୍ନେହ। ଭାଲେଣ୍ଟାଇନ୍ ଡେ ଆସିଲେ ମୁଁ ବେଶୀ ଖୁସି ହେଇଯାଉଥିଲି। ମୋ ହଜବେଣ୍ଡ ଥିଲେ, ହଜବେଣ୍ଡ ମୋ ପାଇଁକି ସକାଳୁ ସକାଳୁ ଉଠିକିନି କାହାକୁ କିଛି କହିବେନି, ଯାଇକିରି ମନ୍ଦିର ଯିବେ, ମନ୍ଦିରରୁ ସିଆଡ଼େ ଯିବେ ସାଇ ମନ୍ଦିର କତିକି, ସାଇ ମନ୍ଦିର କତିରୁ ଗୋଲାପ ଫୁଲ ଧରିକି ଆସିବେ। ଆଉ ଫୁଲ ଆଣିବେନି ଖାଲି, ତ ମିଠା ଆଣିକି ଆସିଥିବେ। ମୋତେ ସେ ଖୁଆଇ ଦେଲେ ସେ ଖାଆନ୍ତି, ବହୁତ ଭଲ ପାଉଥିଲେ। ଏଇ ଭାଲେଣ୍ଟାଇନ୍ ଡେକୁ କେବେ ମୁଁ ଭୁଲିବିନି। କ'ଣ ତାଙ୍କର ହଠାତ୍ ଏମିତି ଥିଲା, ମାନେ ସେ ଆପଣଙ୍କୁ ଛାଡ଼ି ଚାଲିଗଲେ? ସିଏ ତ ପୁରା ସୁସ୍ଥ ଥିଲେ। ରାକ୍ଷୀ ପୂର୍ଣ୍ଣିମା ଦିନ ହଠାତ୍ କିନା ଆମେ ଯାଇଥିଲୁ ରାକ୍ଷୀ ବାନ୍ଧିବୁ ବୋଲିକି ସାନ ଭଉଣୀ ପାଖକୁ, ହସ୍ପିଟାଲ ନେଇକି ଯାଇଥିଲି। ସେଠି ହଠାତ୍ କିନା ରିଆକ୍ସନ୍ ହେଇଗଲା କୋଭିଡ଼ ଭ୍ୟାକ୍ସିନ୍ର, ଆଣ୍ଡ ତାଙ୍କୁ ଜ୍ୱର ହେଇଥିଲା, ଭିତରେ ଭିତରେ ଜଣା ପଡ଼ୁନଥିଲା, ଡେଙ୍ଗୁ ଜ୍ୱର ବାହାରିଲା ରିପୋର୍ଟରୁ, ଆଉ ହଠାତ୍ କିନା ଚାଲିଗଲେ। ସେ ଗଲା ପରେ ଆପଣ ବର୍ତ୍ତମାନ ଏକା ଏକା ରହୁଛନ୍ତି? ଆଜ୍ଞା। ତ କେମିତି ଫିଲ୍ କରୁଛନ୍ତି, କେମିତି ଜୀବନକୁ ଏକା ଏକା କାଟୁଛନ୍ତି ପୁରା ଜୀବନଟା? ଏକା ତ ବହୁତ କଷ୍ଟ ଲାଗୁଛି। ତାଙ୍କ ପାଖରେ ମୁଁ 25 ବର୍ଷ ରହିଛି, ସାଙ୍ଗ ହେଇକିରି ଗୋଟେ ବେଡ଼୍ରେ। ଲଭ୍ ୱିଥ୍ ଆରେଞ୍ଜ ମ୍ୟାରେଜ୍ ଆମର ହେଇଥିଲା। ବ୍ରଜ ଭାଇ ଆସିଥିଲେ ମ୍ୟାରେଜ୍ ଫାଇନାଲ୍ କରିଦିନ। ସେ ଏବେ ବହୁତ ଖୁସି ଥିଲେ, ତାଙ୍କର ଆଶୀର୍ବାଦ ଆମକୁ କରିଥିଲେ। ଆମେ ଦୁହେଁ ବହୁତ ଖୁସିରେ ଥିଲୁ। ଆଉ 2022-23 ଟାଇରୁ ଆମର ସଂସାରରେ କେହି ଆଉ ରହିଲେନି, କାହିଁକିନା ପ୍ରଥମେ ମୋ ଶାଶୁ ଡେଥ୍ ହେଲେ, ତାପରେ ଦେଢ଼ଶୁର ଡେଥ୍ ହେଲେ, ଆଉ ହଜବେଣ୍ଡ ବି ଡେଥ୍ ହେଇଗଲେ। ଏବେ ଆପଣ ଏକା 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 ରହୁଛନ୍ତି, କେମିତି ଆପଣ ନିଜକୁ ମାନେ ଆଡ଼ଜଷ୍ଟ କରି ଚଳୁଛନ୍ତି? କ'ଣ ପୁଣି ମାନେ ଇନକମ୍ କରୁଛନ୍ତି କି ନା କ'ଣ, ମାନେ କାମ କରୁଛନ୍ତି କେମିତି କ'ଣ? ମୁଁ ତ 5 ମାସ ଖଣ୍ଡେ ଟୋଟାଲ୍ କିଛି କାମ କରିପାରୁନଥିଲି, ଡିପ୍ରେସନ୍ରେ ଥିଲି। ଆଉ ଏବେ ଟିକେ ନ କାମ କଲେ ଘର ଭଡ଼ା, ଖାଇବା ଖର୍ଚ୍ଚ, ସାନ ଭାଇ ଛୋଟ ଭାଇ ଭଉଣୀଙ୍କ କତରୁ କେତେ ପଇସା ପତ୍ର ଆଣିବି, ଗୋଟେ ନିଜକୁ ଖରାପ ଲାଗୁଛି। ବାଧ୍ୟ ହେଇକିରି କାମ କରୁଛି। ଏବେ DD ନ୍ୟାସନାଲ୍ରେ ଗୋଟେ ଏପିସୋଡ଼ କରୁଛି। ଆଚ୍ଛା, ଆଜି ଦିନଟାକୁ ଆପଣ କେଉଁ ଦୃଷ୍ଟି ଦେଉଛନ୍ତି? ଆପଣଙ୍କୁ ନିଶ୍ଚିନ୍ତ କଷ୍ଟ ଲାଗୁଥିବ ଯେ ପୁରୁଣା କଥା ମନେ ପଡ଼ିଲେ? ତାଙ୍କ କଥା ବହୁତ ମନେ ପଡ଼ୁଛି। ଏମିତି କେଉଁ ଦିନ ନାହିଁ, କେଉଁ ରାତି ନାହିଁ ମୁଁ ନ କାନ୍ଦୁଛି। ଅବଶ୍ୟ ସମସ୍ତଙ୍କ ପାଖରେ ମୁଁ ହସିକି କଥା କହୁଛି ସବୁବେଳେ, କାହିଁକିନା ମନ ବୁଝିବା ପାଇଁ। କିନ୍ତୁ ଯେହେତୁ କଳାକାର କ୍ଷେତ୍ରରେ କାମ କରୁଛି, କାନ୍ଦି ସିନା ଉପରେ କାନ୍ଦୁନି, କିନ୍ତୁ ମୋ ଅନ୍ତରରେ ତ ସବୁବେଳେ କାନ୍ଦୁଛି। ତାଙ୍କୁ ବହୁତ ଭଲ ପାଉଥିଲି। ଏତେ ବର୍ଷ ଭଲ ପାଇକିରି ସାଙ୍ଗ ହେଇକିରି ଗୋଟେ ବେଡ଼୍ରେ ରହିକିରି ଆମେ ଆରେଞ୍ଜ ମ୍ୟାରେଜ୍ ହେଇଥିଲା, ବହୁତ ଭଲ ପାଇବା ତାଙ୍କର ଥିଲା। ଆଉ ସିଏ ବି ମୋତେ ଏତେ ଭଲ ପାଉଥିଲେ, ମୋତେ ନ ଦେଖିଲେ ସେ ଖାଉନଥିଲେ, ଆଉ ମୋତେ ନ ଖୁଆଇଦେଲେ ସେ ଖାଉନଥିଲେ କି ମୁଁ ଖାଉନଥିଲି। ସୁଟିଂ ସେଟ୍ରେ ସମସ୍ତେ କହିବେ, କଳାକାର ଭାଇମାନେ। ତ ନିଶ୍ଚିନ୍ତ ଭାବରେ ଆଜି କଥା ମନେ ପଡ଼ୁଥିବ ବହୁତ? ବହୁତ ମନେ ପଡ଼ୁଛି। ତ କ'ଣ ତାଙ୍କ ପାଇଁ ଗୋଟେ ବାର୍ତ୍ତା କହିବେ, ମାନେ ତାଙ୍କୁ ମନେ ପକାଇ କ'ଣ କହିବେ? ମୁଁ ଯେତେବେଳେ ସୋସିଆଲ ୱାର୍କର କରୁଥିଲି, ରାତି 3ଟାରୁ ସିଏ ମୋତେ ଉଠେଇବେ, କହିବେ, ମୋତେ ସେ ସବୁବେଳେ ଧନ ଡାକନ୍ତି। ଆଉ ମୋତେ ସେ ସବୁବେଳେ କହିବେ, ତୁ ମୋତେ ଧନ ଡାକିବୁନି, ତୁ ମୋତେ ମୋ ନାଁ ଧରି ଡାକିଲେ ବହୁତ ଭଲ ଲାଗିବ। କାହିଁକି ନା ଯେହେତୁ ସେ ପ୍ରଥମେ ଯେତେବେଳେ ଆସିଥିଲେ, ତାଙ୍କ ମଝିଆ ଭାଉଜ ଖାଇବାକୁ ଦେଇନଥିଲେ, ହଇରାଣ କରୁଥିଲେ। ଆଉ ଏବେ ବି ହଇରାଣ ମୋତେ ବି କରୁଛନ୍ତି। ସେ ତାଙ୍କୁ ହଇରାଣ କରିକିରି ସେ ଲାଷ୍ଟକୁ ବାଧ୍ୟ ହୋଇଥିଲେ ସୁଇସାଇଡ଼୍ କରିବେ ବୋଲିକିରି। ଜୟଦେବ ବିହାର କତିରୁ ମୁଁ ତାଙ୍କୁ ପାଇକି ଆଣିଥିଲି, ଆଉ ତାଙ୍କୁ ରଖିଥିଲି, ଆଣିକିରି ସାହାଯ୍ୟ କରିଥିଲି। ଆଉ ସେବେଠାରୁ ସିଏ ମୋ ସହିତ ସାମିଲ ହେଇଯାଇଥିଲେ। ସବୁବେଳେ କହିବେ, ତୁ ମୋ ନାଁ ଧରିକି ଡାକିଲେ ମୋତେ ଭଲ ଲାଗିବ। ମୁଁ ତାଙ୍କ ନାଁ ଧରିକି ଡାକେ, ବାପି ବୋଲିକି ତାଙ୍କ ନାଁ। ସିଏ ତାଙ୍କ କହିବା ଅନୁସାରେ ମୁଁ ଡାକେ ବାଧ୍ୟ ହୋଇକିରି। କିନ୍ତୁ ସେ ସବୁବେଳେ ଗୋଟିଏ କଥା କହିବେ, ରାତି 3ଟାରୁ ଉଠେଇବେ। ସିଏ ଆଗେ ଚାହା ପିଇବା କଥା, କିନ୍ତୁ ମୋତେ ଜବରଦସ୍ତ ରାଣ ପକେଇକିରି ପିଆଇବେ। ପିଆଇ ସାରିକିରି ସେ ମୋ ଅଇଁଠା ସିଏ ପିଇବେ ଜବରଦସ୍ତ। ତ ପିଇ ସାରିକିନି କହିବେ, ଧନ ତୁ ଆଜି ଯିବୁନି କି ଗାଈ ଗୋରୁଙ୍କର କେଉଁଠି ଆକ୍ସିଡେଣ୍ଟ ହେଇଯାଇଥିବ, କିମ୍ବା ଖାଇବାକୁ ଦେବାକୁ, ମାଙ୍କଡ଼, ଛେଳି, ପଶୁ ପକ୍ଷୀମାନଙ୍କୁ ମୁଁ ସବୁଦିନ ଯାଏ ସକାଳୁ, ପ୍ରତ୍ୟେକ ଦିନ, ଏବେ ବି ଜାରି ରହିଛି।
ତ ସିଏ ମୋତେ ଡାକିକିରି ଉଠାନ୍ତି, ମୁଁ ଯାଇକିରି ଦିଏ। ସେଠୁ ଦେଇକିରି ଆସିଲା ପରେ ଅଲ୍ ଓଭର୍ ଓଡ଼ିଶାକୁ ମୁଁ ଫ୍ରି ଅଫ୍ କଷ୍ଟରେ ବ୍ଲଡ଼୍ ଡୋନେସନ୍ କରେ। ଆପଣଙ୍କ ନ୍ୟୁଜ୍ ଚ୍ୟାନେଲ୍ରେ ବି ମୁଁ ନମ୍ବରଟା କହୁଛି, ମୋର ଫୋନ୍ ନମ୍ବରଟି, ଯେଉଁମାନେ ଦେବାକୁ ଚାହିଁବେ ସେଇ ନମ୍ବରରେ ବ୍ଲଡ଼୍ ଦେଇପାରିବେ ଆଉ ବ୍ଲଡ଼୍ ନେଇପାରିବେ। 7682936130 ଏଇଟା ଆମର ଟୋଲ୍ ଫ୍ରି ନମ୍ବର। और विश्व कलाकार महासंघर मो प्रेसिडेंट अच्छी। प्रेसिडेंट हिसाब रे मो मो कर्तव्य करुच्ची। प्रति वर्ष मु जलछत्र करे पुरी रे। आउ प्रति वर्ष मु पशुपक्षी मानक वर्षक 12 मासी खाइबा को दिए। तापरे ब्लड डोनेशन करे। जो माने ब्लड दबा ପାଇଁ କି ଚାହୁଁଛ ଏଇ କଣ୍ଟାକ୍ଟରେ ମୋତେ କଲ୍ କରିପାରିବେ, ଆଉ ଯେଉଁମାନେ ନେବା ପାଇଁ କି ଚାହିଁବେ ଏଇ କଣ୍ଟାକ୍ଟରେ କଲ୍ କରିକି ନେଇପାରିବେ। ତ ଆପଣ କହୁଥିଲେ ଯେ ତାଙ୍କୁ ରାସ୍ତାରୁ ନେଇକି ଆସିଥିଲେ, ସେ ସୁଇସାଇଡ୍ କରିବାକୁ ଯାଇଥିଲେ, ମାନେ ଏଇଟା ଗୋଟେ ଆଶ୍ଚର୍ଯ୍ୟ ପ୍ରକାର କଥା ଲାଗୁନି? ଆପଣ କେମିତି ଜାଣିଲେ ଯେ ସେ ସୁଇସାଇଡ୍ କରିବାକୁ ଯାଉଥିଲେ? ସିଏ ଯେତେବେଳେ ସୁଇସାଇଡ୍ କରିବାକୁ ଯାଉଥିଲେ, ଗାଡ଼ି ଆଗକୁ ଯାଉଥିଲେ, ମୁଁ ତାଙ୍କୁ ଅଟକେଇଥିଲି। ଆଉ ତାପରେ ମୁଁ ରଖିଲା ପରେ ବ୍ରଜ ଭାଇ ହେରିକା ସବୁବେଳେ ଆମ ଘରକୁ ଆସନ୍ତି। ରବି ଭାଇ ତ ଡେଟ୍ ହେଇଗଲାଣି, ସିଏ ବି ଜାଣିଥିଲେ। ତ ସେମାନେ ସବୁ ପଚାରନ୍ତି ଏ ପିଲା କେଉଁଠୁ ଆସିଲେ, ତାଙ୍କୁ ପଚାରନ୍ତି ତମ ଘର କେଉଁଠି। ସେଠୁ ସିଏ କୁହନ୍ତି ଯେ ଏମିତି ମୋତେ ଲିନା ସାହାଯ୍ୟ କରିଛନ୍ତି, ଆଉ ସେଥିପାଇଁକି ମୁଁ ଆସିକି ଏଠି ରହୁଛି ତାଙ୍କ ପାଖରେ। ସେ ସୁଇସାଇଡ୍ କରିବାକୁ ଯାଇଥିଲେ, ଆପଣ ତାଙ୍କୁ ସେବେଠୁ ବଞ୍ଚେଇକି ଆଣି ଆପଣଙ୍କ ପାଖରେ ରଖିଥିଲେ। ଆଜ୍ଞା। କିନ୍ତୁ ଆଜି ଦୁର୍ଭାଗ୍ୟର କଥା ଯେ ସେ ଆପଣଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ପ୍ରତି ମୁହୂର୍ତ୍ତରେ କାନ୍ଦିବାକୁ ପଡ଼ୁଛି। ତ ଯେଉଁମାନେ ଏବେ ଭଲ ପାଉଛନ୍ତି, ଯେଉଁମାନେ ପ୍ରେମ ଦିବସ ପାଳନ କରୁଛନ୍ତି ଆଜି, ବହୁତ ମନେ ପଡ଼ୁଛି ତାଙ୍କ କଥା। ତ ସେମାନଙ୍କୁ କ'ଣ ଗୋଟିଏ ପଦରେ କହିବେ? ସେମାନଙ୍କୁ କହିବି କ'ଣ, ଏମିତି ମୋ ଭଳିଆ ଅନ୍ଧ ଭଳିଆ ଭଲ ପାଆନ୍ତୁନି ଆଉ କାହାକୁ, କାହିଁକି ନା ମୁଁ ଏତେ ଭଲ ପାଉଥିଲି, ମୋତେ ସେ ଛାଡ଼ିକି ଚାଲିଗଲେ। ତେବେ ରହିବାଟା ନିଶ୍ଚିତ ଭାବରେ ମୁସ୍କିଲ ହେଇଯାଏ। ମୁଁ ଜାଣିପାରୁଛି ତୁମର ଆପଣଙ୍କର ଲୁହ ଦେଖିକି। ତ ଆଗକୁ କ'ଣ ନିଷ୍ପତ୍ତି ନେବେ, କେମିତି ରହିବେ ବୋଲି ମାନେ ନିଷ୍ପତ୍ତି ନେଇଛନ୍ତି ଯେ ଏକା ରହିବେ ନା ପୁଣି ଆଉ କାହାକୁ ଜୀବନସାଥୀ କରିବେ? ନାଇଁ, ମୁଁ ତ ଏକା ଅଛି। ଘରେ ଯାହା ମୋତେ ଯେମିତି, ଘରେ ତ ତାଙ୍କର ବାହାଘର କରିଥିଲେ, ମୁଁ ତ ଲଭ୍ ମ୍ୟାରେଜ୍ ହେଇନି ନା, ମୁଁ ତ ପଳେଇ ଯାଇନି। ଆଉ ଘର ଲୋକ ଯାହା ଡିସିସନ୍ ନେବେ, କିନ୍ତୁ ଘର ଲୋକ କେବେ ମୋତେ ଫୋକସ୍ କରୁନାହାନ୍ତି, କାହିଁକିନା ମୁଁ ତାଙ୍କୁ ବହୁତ ଭଲ ପାଉଥିଲି ବୋଲି ଘର ଲୋକ ବି ଜାଣିଛନ୍ତି। ଆଉ ମୋତେ କେହି ଫୋକସ୍ କରୁନାହାନ୍ତି, ମୁଁ ଏକୁଟିଆ ରହୁଛି ଏଇଖିଣା।